ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ ଉପଖଣ୍ଡ ସ୍ତରୀୟ ଲୋକ ଉତ୍ସବ ସ୍ଥାନୀୟ ପାଟନାଗଡ଼ ଗଙ୍ଗାଧର ପାର୍କରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଏଡିଏମ୍ ପବିତ୍ର ମୋହନ ବେହେରା ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ପାଟନାଗଡ଼ ଉପଜିଲ୍ଲାପାଳ ସୁନୀଲ କୁମାର ମେହେର, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା, ପାଟନାଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ସଦାନନ୍ଦ ପୂଜାରୀ, ପାଟନାଗଡ଼ ବିଡିଓ ସୁମନ ମିଞ୍ଜ, ଖପ୍ରାଖୋଲ ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀ ବେଲପଡ଼ା ବିଡିଓଙ୍କୁ ମଞ୍ଚାସୀନ ପାଇଁ ଡାକିଥିଲେ ମଧ୍ୟ ଅନୁପସ୍ଥିତ ଥିଲେ। ଏଥିସହ ପାଟନାଗଡ଼ ବେଲପଡ଼ା ଓ ଖପ୍ରାଖୋଲ ତହସିଲଦାର ଓ ପାଟନାଗଡ଼ ଅତିରିକ୍ତ ଜିଲ୍ଲାପାଳ ଆଦି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ବହୁତ ବିଳମ୍ବରେ ଆରମ୍ଭ କରାଯାଇଥିବାରୁ ନିମନ୍ତ୍ରିତ କଳାକାର ଓ ଦର୍ଶକ ଭୋକ ଉପାସରେ ଆଉଟୁପାଉଟ ହେଉଥିବା ଅଭିଯୋଗ ହୋଇଛି। ଏହି କାର୍ଯ୍ୟକ୍ରମରେ ଆଉ ଏକ ବିଭ୍ରାଟ ଦେଖିବାକୁ ମିଳିଛି। କାର୍ଯ୍ୟକ୍ରମ ସମୟରେ ପାଟନାଗଡ଼ ବ୍ଲକ ଓ ଏନ୍ଏସି ଅଧ୍ୟକ୍ଷଙ୍କ ସହ ଖପ୍ରାଖୋଲ ବେଲପଡ଼ା ବ୍ଲକ ଅଧ୍ୟକ୍ଷଙ୍କୁ ମଧ୍ୟ ମଞ୍ଚକୁ ଡକାଯାଇ ନଥିଲା। ତେବେ ମଞ୍ଚରେ ସମ୍ମାନିତ ଓ ପୂଜା ଅର୍ଚ୍ଚନା ପରେ ପାଟନାଗଡ଼ ଉପଜିଲ୍ଲାପାଳ ତାଙ୍କ ବକ୍ତବ୍ୟ ସମୟରେ ସମସ୍ତ ଲୋକପ୍ରତିନିଧି ବ୍ଲକ ଓ ଏନ୍ଓସି ଅଧ୍ୟକ୍ଷଙ୍କୁ ସଭା ମଞ୍ଚକୁ ଡାକିଥିଲେ, ମାତ୍ର କେହି ମଞ୍ଚକୁ ଆସିନଥିଲେ। ଏ ବିଷୟରେ ଉପଜିଲ୍ଲାପାଳଙ୍କ ପ୍ରତିକ୍ରିୟା ନେବା ପାଇଁ ପଚରା ଯାଇଥିଲା ବେଳେ ସେ କୌଣସି ଉତ୍ତର ଦେଇନଥିଲେ। ଏହିଭଳି ସଭାସ୍ଥଳରେ ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। କିନ୍ତୁ ଅଧ୍ୟକ୍ଷମାନଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ସେମାନଙ୍କୁ କାର୍ଯ୍ୟକ୍ରମର ପୂର୍ବଦିନ ଅର୍ଥାତ୍ 9 ତାରିଖ ରାତିରେ ଡକାଯାଇଥିବାରୁ ସେ ଆସିନଥିବା ଅଭିଯୋଗ କରିଛନ୍ତି। ପାଟନାଗଡ଼ରୁ ଶେଷଦେବ ସିଂନାୟକଙ୍କ ରିପୋର୍ଟ, NTV।